তুমি বিশ্বে হেবা মহাজাতি হে আত্রি হে আত্রি তুমি বিশ্বে হেবা মহাজাতি तुम कथा मु निश्चय पालन करी आ गोपन रखी मोर परिचय पुत्र मातृहरण करी होई थी बहा अपराधी सुनी पुत्र जटासुर ए मो कथा मारी जा पुत्र जटासुर ए मो कथा मारी जा असंजत होई करू कर्म रे धर्म द्युतंच करू कोई बुआ पायु थाउ थाउ कोई बुआ पायु थाउ थाउ लता पाछप कर्म रे असंगत होई करू भला कर्म कराई कहिबो हमारा भला कर्म कराई कहिबो हमारा भला कर्मे धरे कर्म रे असंगत होई करू मानव बारण कमली रखना
아니 집에 보라 입으면 무릎으로 해볼 수는 있죠. 무릎으로 해볼 수는 있다. 나이 나이 나이. Soto Karipako Mo Patron It's a Karmara Heavy Kari Kara Karana Mo Mito Kahena Oh Chahata Kahe Soto ସେମାନେ ବ୍ରାହ୍ମଣ ନୁହନ୍ତି ସେମାନେ ହେଉଛନ୍ତି ଏଇ ଜଙ୍ଗଲରେ ବୁଲୁଥିବା ବାରପୁଲା ପଶୁ ସହିତ ଘରେ ଜଙ୍ଗଲରେ ବୁଲୁଥିବ ବାରପୁଲା ପଶୁ ତମ ବୋଲି ମୁଁ ମୋ କନ୍ୟା ଅନୁସୟକୁ କରିବି ପ୍ରଦାନ ବାନର ଗଳାରେ କେବେ ନଦେବି ମୁକ୍ତାହାର ବାମନ ହେଇ ଚାନ୍ଦ ଧରିବାକୁ ଚେଷ୍ଟା କରୁଛି ସେଇ ବ୍ରାହ୍ମଣ ପୁତ୍ର ତ୍ରିଜା এইটা কেবে বি সম্ভব নয় কেবে বি নয় কেবে বি নয় কেবে বি ଆଉ ତୋତେ ଡାକିଲି ଏତେ ପର୍ଯ୍ୟନ୍ତ ମୋ ଡାକ ତତେ କଣ ଶୁଭା ଯାଉନି କୁହ ସେ ୱାସି ଭିତରେ ତୁ କଣ କରୁଥିଲୁ ଠାକୁରଙ୍କ ପାଖକୁ ଯିବା ପାଇଁ ଫୁଲମାଳ ଗୁନ୍ଥୁଥିଲି କହନ ସେ ଯେ ତୋତେ ଯିଏ ଦାନବ କବଳ ରକ୍ଷା କଲା ସେ କିଏ ସେ ତୁ ଜାଣିଛ ହଁ ପିତା ମୁଁ ଜାଣିଛି ତାଙ୍କ ନାଁ ହେଉଛି ଅତ୍ରି ତାର ପ୍ରତିଦାନ ତ ତାକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଛ କହନ এইটা সত্য না মিথ্যা অবদাউচি সে ব্রাহ্মণ পুত্র অতিরিক্ত বিবাহ করিবা ପାଇଁ প্রতিশ্রুতি ଦେଇছ না রে মানে ও সে ব্রাহ্মণ পুত্র অতিরিক্ত বিবাহ করিবা ପାଇଁ প্রতিশ্রুতি ଦେଇছ না রে ওহন মোদ বিনা অবদাউচি এটা সত্য না মিথ্যা ମତେ ମାର ଦେଲି ମାର ଦରକାର ପଡ଼ିଲେ ମୁଁ ତୋତେ ଜୀବନରୁ ଶେଷ କରିଦେବି ତୋତେ ମୁଁ ଜୀବନରୁ କାହିଁକି ନା ସେ ବ୍ରାହ୍ମଣ ପୁତ୍ର ଅତ୍ରି ହେଉଛି ଗୋଟାଏ ଯାର ସେ ବ୍ରାହ୍ମଣ ପୁତ୍ର ଅତ୍ରିଟା ହେଉଛି ତୋ ମନ ମନ୍ଦିରର ଦେବତା ଏ କଥାଟା ମୋ ସାମ୍ନାରେ କହିବା ପାଇଁ ତୁ କିପରି ସାହସ କଲୁ ଏ କଥାଟା ମୋ ସାମ୍ନାରେ କହିବା ପାଇଁ ମୁଁ ତୋତେ ଆଜି ଛାଡ଼ିବିନି ମୁଁ ତୋତେ ଆଜି ମାରିବି
এটার কাহিনী তুমি এটার কাহিনী তুমি কই আপনি সেখানে ঘোড়ার আহুতি দেବାକୁ ଆସିଛ ঘোড়ার আহুতি ମୁଁ ଆପଣଙ୍କୁ ଅନୁରୋଧ କରୁଛି ମହାରାଜ ଆଉ କାହାକୁ ଦୋଷ ସଦସ୍ୟ କରିବା ପାଇଁ କନ୍ୟାନ୍ଦିର ଭୂମି ନାଶ କରନ୍ତୁ ନହେବା ପାଇଁ ମହାରାଜ ମୁଁ ଆପଣଙ୍କ ପାଦ ଧରୁଛି ମହାରାଜ ହଁ ପିତା ମୁଁ ପାଦ ଧରୁଛି ଏ ଦୟା କରି ଆମ ପ୍ରେମକୁ ସ୍ୱୀକାର କରିନିଅନ୍ତୁ ଏ ଦୟା କରନ୍ତୁ ପିତା ଆମ ଉପରେ ଟିକେ ଦୟା କରନ୍ତୁ ତମର ସାହସ କେମିତି ହେଲା ସାହସ କେମିତି ହେଲା ମୋ ସାମ୍ନାରେ ମୋ କନ୍ୟା ରୁଷିଆକୁ ତୁମେ ପରାଗତ କରିବା ପାଇଁ ମହାରାଜ ତମ ଭୋକକୁ ଟିକେ ଲଜ୍ଜା ଲାଗୁନାହିଁ କି ପୁଅ ତୁମକୁ ଟିକେ ଲଜ୍ଜା ଲାଗୁନି ମହାରାଜ ଅବଶ୍ୟ ଆପଣ ମୋତେ ନ ଦେଇପାରନ୍ତି କନ୍ୟାକୁ ତୁମର କିନ୍ତୁ ଏ ବ୍ରାହ୍ମଣ କୁଳକୁ କୁକୁର ଧିକ୍କାରୀ କହିବା ଆପଣଙ୍କ ଅଧିକାର ନାହିଁ ମହାରାଜ ଆପଣଙ୍କର ଅଧିକାର ନାହିଁ ଏ ଚମ୍ପକଗଡ଼ର ମହାରାଜା କର୍ତ୍ତବକର ଅଧିକାର ପାଇଁ ତୋତେ ଧିକାର କରିବା ପାଇଁ ମହାରାଜ ଏ କଥାଟା ମୋ ସାମ୍ନାରେ କହିବା ପାଇଁ ତୁ କିପରି ସାହସ କର ମହାରାଜ ଏପରି ସାହସ କର ଏ କଥାଟା ମୋ ସାମ୍ନାରେ କହିବା ପାଇଁ ତାହେଲେ 25 ଥର ପଚା କରିଛନ୍ତି ବୁଝିବାକୁ ଚେଷ୍ଟା କର ଘରେ କହୁଛି ତାର ପରିଚୟ କରିଛନ୍ତି ଓଇ ଚମ୍ପକଗଡ଼ ମହାରାଜା ରାଜି ଗଲେ ସେ କଣ ନାହିଁ କଣ କରିବ ସେ ବାରମ୍ବାର ସେ ଅତି ନାମଟା ତୁଣ୍ଡରେ ଉଚ୍ଚାରଣ କରେ ସବୁଦିନ ପାଇଁ ମୁଁ ତୋର ସେଇ ଜିହ୍ୱାଟାକୁ ଉତ୍ପାଦନ କରିଦେବି ସାମାନ୍ୟ ଗୁଡ଼ାଏ ଜୀବକ ବ୍ରାହ୍ମଣ ପୁତ୍ର ତୋତେ ପୁଣି ଧମକ ଦଉଛି ଧମକ ମୋ ମଧ୍ୟ ହେଉଛି ଚମ୍ପକଗଡ଼ ମହାରାଜା କର୍ତ୍ତମ ଦେଖିବି କିପରି ସେ ତୋ ମଥାରେ ଧରିଦେବ ସିନ୍ଦୁର ସବୁଦିନ ପାଇଁ ଛାଡ଼ି ଅତ୍ରିଙ୍କ ପାଖକୁ ଚାଲି ଯାଉଛି ମୁଁ ଚାଲି ଯାଉଛି କାହିଁକି ନା ଆଜି ଏ ଦୁନିଆ ଦେଖିବ ଏ ସମାଜ ଜାଣିବ ପ୍ରେମ ପାଇଁ ପରୀକ୍ଷା ଦେବ ଏ ଅନୁସୟା
मोर चिंता भक्त मोर पिता भक्त मो माता भक्त दुख देखि नपारे सही नपारे सही भक्त पाए नाम रखिछि मही झरी जाए ले तू झर झरिता झर झरिता झर झरिता भक्त मोर पिता भक्त मो माता भक्त पाई धरिछि सुदर्शन भक्त मोर प्राण भक्त मधना भक्त पाई धरिछि सुदर्शन भक्त मोर प्राण भक्त मधना भक्त पराम जीवन धन जीवन धन जीवन धन भक्त मोर प्राण भक्त मधना अनुसया ढाके आतुर होई से आतुर होई आतुरी चय रखिबी मुई अनुसया ढाके आतुर होई से आतुर होई आतुरी चय रखिबी मुई आर्त पुत्र पीठे मोपाने मथा मोपाने मथा मोपाने मथा भक्त मोर पिता भक्त मो माता तमे ठीक कहिछ नारायण तमे ठीक कहि ए समाजरे नारी हेउछन्ती एक नरकर द्वार कामिनी कांचन एक ज्वलंत अग्नि शिखा एहाकु आशा करे जाଳି दिए सुंदर भविष्य ଆଉ ଧ୍ୱଂସ କରନ୍ତି ଏ ସମାଜର ସୁନ୍ଦର ଭବିଷ୍ୟତ। ପିତାମହ ବ୍ରହ୍ମା ତମେ କାହା କଥା କହୁଛ ପିତାମହ? ମୁଁ କହୁନି ନାରାୟଣ ତୁମେ କହୁଛ ତୁମର ସେଇ ଚଞ୍ଚଳ ମହାଲକ୍ଷ୍ମୀ କଥା ଆଉ ମୁଁ କହୁଛି ସେଇ ଶିବଙ୍କ ଘରଣୀ ଚଣ୍ଡୀ ଉଦଣ୍ଡୀ ପାର୍ବତୀ କଥା। କିନ୍ତୁ ତମେ କାହିଁକି ତାଙ୍କ କଥା କହୁଛ ପିତାମହ? କଣ କିଛି ଘଟିଛି କି ଅଘଟଣ? ନାରାୟଣ ଘଟିଛି ଅଘଟଣ ଘଟିଛି ଅଘଟଣ ହଁ ହଁ ଘଟିଛି ଅଘଟଣ।
ବେନି କଳି କରନ୍ତି ସେ ପତ୍ନୀ ହେ ମୋର ସାନ ମନେ ଭାବୁଥାଏ ବେନି କଳି କରନ୍ତି ସେ ମାନେ ହେ ବେନି କଳି କରନ୍ତି ସେ ମାନେ କେବଳ ଯେ ସାନ ଅହଙ୍କାର ମାନ କେବଳ ଯେ ସାନ ଅହଙ୍କାର ମାନ ଥାଇ ଥାଇ ଆଉ ଶାନ୍ତି ହେ ଏନି କରି କରନ୍ତି ସେ सावित्री की मोह करती धिकारो सावित्री की मोह करती धिकारो अत्याशय हो अंती है एली कोई करंती से भक्ति ପିତାମ ବ୍ରହ୍ମା ନିନ୍ଦା ଭର୍ତ୍ସନା ଘୃଣା କରୁଥିବା ବ୍ୟକ୍ତିକୁ ଭଲ ପାଇ नारायण ନିଜ ପାଖରେ ବସାଇବା ଉଚିତ ପିତାମହ ଏହା ଦ୍ୱାରା ନିଜର ଚରିତ୍ରକୁ ସଂଶୋଧିତ କରିବା ପାଇଁ ସୁପଥ ମିଳିଥାଏ ପିତାମହ ସୁପଥ ମିଳିଥାଏ ନିଜର ପତ୍ନୀ ସହିତ କଳି କରିବା ଅର୍ଥ ନିଜର ଶ୍ୱଶୁର ଘରକୁ ନିନ୍ଦା କରିବା ପିତାମହ ନିଜର ଶ୍ୱଶୁର ଘରକୁ ନିନ୍ଦା କରିବା माने ମାରେ ତମେ ମୋ ପତ୍ନୀ କମଳା ବିରୁଦ୍ଧେ କହିବା ଅର୍ଥ ତୁମେ ମୋ ସହିତ କଳି କରିବାକୁ ଆସିଛ ପିତାମହ ନାରାୟଣ ତୁମେ ମୋ ସହିତ କଳି କରିବାକୁ ଆସିଛ ନାଇଁ ନାରାୟଣ ମୁଁ ତମ ସହିତ କଳି କରିବାକୁ ଆସିନି ପିତାମହ ଆସିଛି ତମକୁ ସତର୍କ ଦେବାକୁ ଆଉ ତମ ପତ୍ନୀକୁ ସଂଯତ କରିବାକୁ ତା ନହେଲେ ଏ ସମ୍ମାନ ଚାଲିଯିବ ଏ ବିଶ୍ୱର ବାଣୀ ପିତାମହ ବ୍ରହ୍ମା ନିଜର ମୁଖକୁ ଦର୍ପଣରେ ଦେଖି ଅସୁନ୍ଦରତାକୁ ସଜାଡ଼ି ନିଅନ୍ତୁ ପିତାମହ ନାରାୟଣ ତାପରେ କହିଲେ ଦାଣ୍ଡକୁ ଦିଶିବ ସୁନ୍ଦର ପିତାମହ ଦାଣ୍ଡକୁ ଦିଶିବ ସୁନ୍ଦର ନାରାୟଣ ତମେ କଣ ମତେ ଧିକ୍କାର କରି କହୁଛ ନାରାୟଣ ଆଗ ନିଜର ପତ୍ନୀକୁ ସ୍ୱାଧୀନତାରେ ରଖ ତାପରେ ଅନ୍ୟକୁ କହିଲେ ଦାଣ୍ଡକୁ ଦିଶିବ ସୁନ୍ଦର ନାରାୟଣ କାରଣ ତମେ ହେଉଛ ଏ ସଂସାରରେ ସମସ୍ତଙ୍କର କପାଳର ଲେଖକ ପିତାମହ ସମସ୍ତଙ୍କର କପାଳର ଲେଖକ ନାରାୟଣ ମୁଁ ସମସ୍ତଙ୍କ କପାଳର ଲେଖକ କିନ୍ତୁ ତାକୁ ସମସ୍ତେ ଭୋଗ କରିବାକୁ ବାଧ୍ୟ ପିତାମହ ବ୍ରହ୍ମା ନାରାୟଣ କାହିଁକି ଲେଖିଲେ ନାରୀମାନଙ୍କର ଆବଶ୍ୟକତା ସ୍ୱୀକାର କରିବେ ଏ ପୁରୁଷ ସମାଜ ନାରାୟଣ ନାରୀମାନଙ୍କୁ ଅସ୍ୱୀକାର କଲେ କ୍ଷଣକେ ଜାଳି ପଡ଼ି ଧ୍ୱଂସ କରିଦିଅନ୍ତି ମଧୁର ସମ୍ପର୍କ ଜାଣନ୍ତି ସେମାନେ ଜାତି ଗୋତ୍ର ବଂଶ ପରମ୍ପରା କର୍ମ କରିଛ ତମେ ଆଜି ଫଳଟା ଭୋଗୁଛନ୍ତି ସମସ୍ତ ପ୍ରାଣୀ ଏ ସଂସାର ମଧ୍ୟରେ ପିତାମହ ଏ ସଂସାର ମଧ୍ୟରେ ନାରାୟଣ ଦୋଷ ଦେବାକୁ ଆସିଛ ମୋହରି ନିକଟରେ ପିତାମହ ଦୋଷ ଦେବାକୁ ଆସିଛ ମୋହରି ନିକଟରେ ନାରାୟଣ ଶକ୍ତି ନକରି ଆମକୁ ସତର୍କ ହେବାକୁ ପଡ଼ିବ ଆଉ ତା ନହେଲେ ଧ୍ୱଂସ ହେବ ଏ ବିଶ୍ୱର ବାଣୀ ନାରୀ ପାଇଁ ଧ୍ୱଂସ ହେବ ଏ ବିଶ୍ୱ ଚରାଚର ଆମକୁ ସତର୍କ ହେବାକୁ ପଡ଼ିବ ହଁ ହଁ ଆମକୁ ସତର୍କ ହେବାକୁ ପଡ଼ିବ ଅବଶ୍ୟ ଅବଶ୍ୟ ପିତାମହ ନାରୀ ଜାତିକୁ ଆବଦ୍ଧ କରି ରଖିଲେ ସମାଜର ଶାନ୍ତି ଶୃଙ୍ଖଳା ରହି ବଞ୍ଚି ରହିବା ପାଇଁ କିନ୍ତୁ ନାରୀମାନଙ୍କୁ ସ୍ୱାଧୀନତା ଦେଇ ନୁହେଁ ପିତାମହ ନାରୀମାନଙ୍କୁ ସ୍ୱାଧୀନତା ଦେଇ ନୁହେଁ କାହିଁକି ଆମର ନାହିଁ ସ୍ୱାଧୀନତା ନାହିଁ କାହିଁକି ମୋ ପତିଙ୍କର ନାହିଁ ମାନ ସମ୍ମାନ କାହିଁକି ଦେବୀ ପାର୍ବତୀ ତୁମେ କଣ ଚାହ